जय जगन्नाथ। आज आलोचना करिवा विश्वास रे अविश्वास, अविश्वास रे विश्वास। कहबार तात्पर्य कौन तुम देख, गोटे गोटे लोक देह खराब थाए, बहुत मेडिसिन खाती भल हूँ। साधारण कौन टिके नाकू जदि ये बतई देला खाईदेले लोक भल हो जाए, चेरमूल भल जाती कि मेडिसिन भल हमें ना। पुणी चेरमूल भल हमें नहीं, मेडिसिन भल हमें। कारण कौन? मनुष्यर दृढ़ता भाव यदि विश्वास कौन आबाड़ भाव दृढ़ भाव ता पाखे एगुरा किसी काटु कर मनुष्यर दृढ़ता भाव केमती आसे ना गुरु कृपा ही केवल। ठाकुर अभिराम परमहंस नहीं, गुरुपाद पद्म नौका कर्णधार सिन्नासी गुरु एका, गुरुपाद पद्म नौका। जहाँ कहते गुरु कृपा ही केवल। यदि तुम संपूर्ण आत्मसमर्पण भाव करदेल, प्रभु कौन देवे? गुरु तुम गुरु को आत्मसमर्पण कल, से गुरु उपाय नहीं। गुरु हाथ टेक दिखती क्या पाखे? प्रभु पाखे। प्रभु निश्चिंत आसी कौन करती भक्त कि से आकुड़िया ना, भक्त को रक्षा कर सेमती गुरुटाए दरकार, हाँ कि नहीं? जहाँ कहते सदगुरु जब मारे गोईठा अंधार घरे जड़े गोईठा। आम भी देखू अनेक आड़े बुलला समय आम भी देखीचु अनेक साधु सन्त पुड़ा नेखा भी डेउगा सब अरे आम मतरे आम तो संपूर्ण आत्मसमर्पण प्रभु करदेवे, फिर डेउरिया बांधि कौन? यदि डेउरिया बांधिली ताले आमर गोटे कामना वासना सत्ता कौन रहा? काले मु मरजीवी कि काले मोर गोटे कौन हो कि मुझे बांधिले मोर परिवर्तन हो संसारी लोक जहाँ ये सन्यासी लोकटी गुरु परंपरा हूँ स्वतंत्रवाद। सदगुरु जार भाग्य थाए सदगुरु मिले, समस्त गुरु मिलती, सदगुरु मिलवाटा हूँ बहु कष्टशाली। बर्तमान तो ठाकुर अभिराम परमहंस बर्तमान टंका सुनार कारोबार ये अटे कलिर विचार। बर्तमान गुरु हेले पण पण शिष्य ना एक जन, बर्तमान कई शिष्य हवा चेष्टा करू ना, जी कौन टे शिखिगला सी कह मु गोटे गुरु। गुरु परंपरा हूँ भारत भूखंड स्वतंत्र। जमी ठाकुर अभिराम परमहंस कहले गुरुपाद पद्म नौका कर्णधार सिना सी गुरु एका, सेमती अच्युत महापुरुष लिखिं गुरु उपर कहले गुरुपाद पद्म नौका कर्णधार सिना सी गुरु एका। किए कहले? अभिराम परमहंस कहले। ये सेमती कहले किए? से अच्युत। यही चराचर पर्वत सागर विष्णु देह अटई गुरु ज्ञान बले कृष्ण बलराम सांदीपनी पुरे जाए। कृष्ण बलराम सीए मध्य गुरु को सेवा करते, सीए सांदीपनी पाखु जाइथिले। निर्वाण भक्ति पाइबु कामना जेबे बले मने तोर गुरु पदनाभ करिथा कुमर आउ जे सबु असा। कहले तू जदि शरीर निर्वाण तो चाहू
ନିର୍ବାଣ ଭକତି ଚାହୁଁଛୁ, ଏବଂ ସଂସାରରେ ଦୁଃଖ ସୁଖର ସାଥୀ ହେବାକୁ ଚାହୁଁଛୁ, ଗୁରୁ ପଦନାଭ କରିଥା କୁମର, ଗୁରୁ ପଦକୁ ଆଶ୍ରୟ କରିଥା। ବୁଝିପାରିଲ ନା ବୁଝିପାରିଲନି? ତମେ ଯୋଉ ଡେଉଁରିଆ ସବୁ ବାନ୍ଧୁଛ ତାର କଣ ମହତ୍ଵ? ତାହେଲେ ତମ ପ୍ରକୃତରେ ଗୁରୁ ଚାଟ ବାଜିନି, ହଁ କି ନାହିଁ? ଗୁରୁ ହତା କର୍ତ୍ତା ପିଣ୍ଡର କରତା, ଗୁରୁ ଆତ ତାତ କହି, ଗୁରୁ ବିନା ସିନା ସଂସାର ମଧ୍ୟରେ ନିର୍ବାଣର ପଥ ନାହିଁ। ନିର୍ବାଣ ପଥ କଣ? ଶାନ୍ତି। ବୁଝିହଉଛି? ଯଦି ଆମେ ଗୁରୁ ଧରିକି ଆମ ଜୀବନ ଆହାକାର, ଗୁରୁ ଧରି ଯେ ଜୀବନରେ ଶାନ୍ତି ନାହିଁ, ତାହେଲେ ତାର କିଛି ମହତ୍ଵ ନାହିଁ। ନିର୍ବାଣ ମରିଗଲା ପରେ କଣ ହଉଛି ମୁଁ କଣ ଦେଖୁଛି କି? ଫେରେ ଶାନ୍ତି କାହାକୁ କୁହନ୍ତି? କରଜ କରିନଥିବ, ବିଦେଶରେ ରହୁନଥିବ, ହେଲା, ଯାହା ଅଛି ଶାଗ ପଖାଳରେ ଖାଇବ, ଶାନ୍ତିରେ ଟିକେ ପ୍ରଭୁଙ୍କୁ ଡାକିବ। ବଡ ହବାର ଆଶା ଦରକାର ନାହିଁ। ଯିଏ ବଡ ହବାକୁ ଚାହିଁଲା ପଶିଲା କଣ? ଅଶାନ୍ତି। ତେଣୁ ମଣିଷ ଜୀବନରେ ମଣିଷ କଣ ଖୋଜେ? ଶାନ୍ତି ବା ନିର୍ବାଣ। ସେଥିପାଇଁ ଗୁରୁକୂଳରେ କଣ ହୁଏ? ଶିଷ୍ୟମାନେ ଆଶ୍ରିତ ହୁଅନ୍ତି। ଭାରତର ପରମ୍ପରା ହଉଛି ଗୁରୁବାଦର ପରମ୍ପରା। ରାମଚନ୍ଦ୍ର ମଧ୍ୟ ଗୁରୁକୁଳକୁ ଯାଇଛନ୍ତି, କୃଷ୍ଣ ବଳରାମ ମଧ୍ୟ ଗୁରୁକୁଳକୁ ଯାଇଛନ୍ତି। ସମସ୍ତେ ଗୁରୁକୂଳରେ କଣ ଅଛନ୍ତି? ଆଶ୍ରିତ। କିନ୍ତୁ ବର୍ତ୍ତମାନର ଯୋଉ ସେତେବେଳେ ଗୁରୁଙ୍କର ପାଖରେ ଗୁରୁ ସେ ଡେଉଁରିଆ ଫେଉଁରିଆ କିଛି ପକାନ୍ତି ନାହିଁ, ହେଲା। ସ୍ତ୍ରୀ ଯେ ମାନବ ଶରୀର, ସ୍ୱାମୀ ଯେ ଧରି ଅଛି ଘର, ଗୁରୁ ପରା ପିଣ୍ଡ ପ୍ରୟାଣ ପ୍ରଭୁଙ୍କୁ ସମର୍ପଣ କରିଦେଇଥାନ୍ତି। ଆଉ ତାଠାରୁ ଆଉ କଣ ଅଛି ଡେଉଁରିଆର ବଳ? ଠିକ ନା ଭୁଲ? ଜଗତ ବର୍ତ୍ତମାନ ତମେ ଦେଖ, ସାଧୁ ସନ୍ଥ ବି ଡେଉଁରିଆ ସବୁ ବାନ୍ଧୁଛନ୍ତି, ହାତରେ ବାନ୍ଧୁଛନ୍ତି, ବେକରେ ପୁଳା ନେଖା ପକାଉଛନ୍ତି। ଇଆଡେ ସାଧୁ ସନ୍ଥ ନିଜେ ସନ୍ନ୍ୟାସୀର ରୂପ ଧରି ମଧ୍ୟ ଜ୍ଞାନ କହୁଛନ୍ତି, ଶିଷ୍ୟ ବି କରୁଛନ୍ତି। ଶିଷ୍ୟମାନେ ଜାଣିବା କଥା, ଆରେ ଆମ ଡେଉଁରିଆ ପକଉଛନ୍ତି ଗୁରୁମାନେ, ଇଏ କୌଣସି କାମନା ବାସନା ବ୍ୟକ୍ତି ବିଶେଷ। ଗୁରୁଙ୍କର ମୃତ୍ୟୁକୁ ମଧ୍ୟ ଭୟ ଅଛି, କାରଣ ପ୍ରଭୁଙ୍କ ପାଖରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଭାବ ନାହିଁ, ତେଣୁ ସେ ଡେଉଁରିଆ ପକେଇଲେ। ସଦା ସର୍ବଦା ଯିଏ ବାସ୍ତବ ମତରେ ଚେତନାବାଦୀ ଗୁରୁ, ସଦ୍ଗୁରୁ, ତାଙ୍କ ପାଖରେ ଏଗୁଡାକ କିଛି ଦରକାର ନାହିଁ। ଇଏ ପିଣ୍ଡରେ ମଧ୍ୟ ଅଛନ୍ତି ପ୍ରଭୁ, ଶୂନ୍ୟ ମାର୍ଗରେ ଅଛନ୍ତି ପ୍ରଭୁ। ଇଏ ପିଣ୍ଡ ପ୍ରଭୁ ସବୁବେଳେ ସେ ଶୂନ୍ୟ ମାର୍ଗ ପ୍ରଭୁ ସହିତ କଣ ହଉଛି? ଘର୍ଷଣ ହଉଛି। ଟିକେ କଳଙ୍କ ନାଗିଲେ ସେଠି କଣ ହଉଛି? ଭେରିଫାଇ ହେଇଯାଉଛି। ତାର ଡେଉଁରିଆ କଣ ଦରକାର? ସେଥିପାଇଁ ଠାକୁର ଅଭିରାମ ପରମହଂସ ଗୋଟେ ବଢିଆ କଥା କହୁଛନ୍ତି, ପ୍ରଭୁ ମତେ ବ୍ୟାଧି ହେଲେ ଔଷଧ କଣ ସେବନ କରିବି? ତୁ ବା ମୋର ଔଷଧ। ଔଷଧ ସେବନ କରିବି ନାହିଁ, ତୁମେ ଔଷଧ ମୋର, ଅଙ୍ଗରୁ ବ୍ୟାଧି ଯେ କାଟିବ ପ୍ରଭୁ, ରଙ୍ଗାଅ ଧର। କି ମାନେ ସେ ଜଗତକୁ କଣ ଶିକ୍ଷା ଦେଇଛନ୍ତି ଠାକୁର ଅଭିରାମ ପରମହଂସ? ସମ୍ପୂର୍ଣ୍ଣ ଆତ୍ମସମର୍ପଣଟା କରି ଦେଇଛନ୍ତି କାହା ପାଖେ? ପ୍ରଭୁଙ୍କ ପାଖରେ। ହେ ପ୍ରଭୁ, ମତେ ଯଦି କଷ୍ଟ ହବ ତତେ କଷ୍ଟ ହବ, ଠିକ ନା ଭୁଲ? ମତେ ପୀଡା ହେଲେ ତତେ ପୀଡା ହବ। ତେଣୁ ମୁଁ ଯନ୍ତ୍ର, ତୁ ହଉଛୁ ଯନ୍ତ୍ରୀ। ତୋ ଯନ୍ତ୍ରଟାକୁ ତୁ କେମିତି ଭେରିଫାଇ କରିବୁ ତୁ ଜାଣିଥିବୁ। ଆମେ ମୋଟରସାଇକେଲ ଚଲଉଛେ, ଯଦି ମୋଟରସାଇକେଲଟା ଖରାପ ହେଇଗଲା, ଆମେ ନଉଛେ ସଜାଡିବାକୁ ନା କିଏ ନଉଛି? ଆମେ ନଉଛେ।
ସେମିତି ପ୍ରଭୁ ଠାକୁର କହୁଛନ୍ତି ଅଭିରାମ ପରମହଂସ, ପ୍ରଭୁ ତୁ ହେଲୁ ଗାଡିର ମାଲିକ, ଏ ଗାଡି ଯଦି ଖରାପ ହବ ତୁ ନେଇକି ଯିବୁ ଗ୍ୟାରେଜ, ମୋର ତ ବାର ନାଇଁ। ଜୟ ଜଗନ୍ନାଥ। ତେଣୁ ନିଷ୍କାମବାଦୀ, ନିର୍ଗୁଣବାଦୀ, ସଦ୍ଗୁରୁବାଦୀ ଯୋଉମାନେ ହେଇଥିବେ ସେମାନଙ୍କର ପାଖରେ ଇଏ ଡେଉଁରିଆ ତାବତ କିଛି ଲୋଡ଼ା ନାହିଁ। ସଂସାର ମଧ୍ୟରେ ମନୁଷ୍ୟ ମାୟା ସଂସାରରେ ଆମେ ଜନ୍ମଗ୍ରହଣ କରିଛେ, କାମନା ବାସନାରେ ଆବୃତ ହେଇଛେ, ସେଥିପାଇଁ ତାବତ ଫାବତ ସବୁ କଣ କରନ୍ତି, ପରିଧାନ କରନ୍ତି, ଗୋଟେ ସତ। କିନ୍ତୁ ଗୁରୁ ମାର୍ଗରେ ପଶିଗଲେ ଏଗୁଡା କିଛି ଦରକାର ନାହିଁ। କିସ କରିବ ରାହୁ ନା କିସ କରିବ ଶନି ନା କିସ କରିବ ରହୁ, ଯାହାକୁ ରଖିବେ ପ୍ରଭୁ ଗୁରୁ ମହାବାହୁ, ଯାହାକୁ ଗୁରୁ ରଖିବେ, ଯାହାକୁ ମହାବାହୁ ରଖିବେ, ଶନି କଣ କରିବ ନା ରାହୁ କଣ କରିବ। ସ୍ୱର୍ଗତ ବୈରାଗୀ ବାବା ଦେହ ଛାଡ଼ିଲେଣି, ସେ କଥାଟି ଆମକୁ କୁହନ୍ତି। ସାଧୁର ସେଟା କିଛି ଦରକାର ନାହିଁ, ତାର ନାମ ହଉଛି ତ ମେଡିସିନ ହେଲା। ତେଣୁ ଦି ହାତ ଟେକି ଦିଅ, ଜୟ ଜଗନ୍ନାଥ। ନିଶ୍ଚିନ୍ତ ଭକ୍ତ ପଛେ ପଛେ ପ୍ରଭୁ ରହିଛନ୍ତି, ଯେମିତି ଗାଈ ପଛେ ପଛେ ବାଛୁରୀ କ୍ଷୀର ଖାଇବାକୁ ଦୌଡେ ନା ନାଇଁ, ସେମିତି ଭକ୍ତ ପଛେ ପଛେ ପ୍ରଭୁ ରହୁଛି। କାରଣ ଭକତ ତ ପିତା ମାତା, ଭକତ ତ ବନ୍ଧୁ, ଭକତ ନିମନ୍ତେ ନାମ ତୋର କୃପା ସିନ୍ଧୁ। ଜୟ ଜଗନ୍ନାଥ। ଜଗତର ନାଥ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୋବା।